ଖାସି ଖାଇବାକୁ ଆଜି ନଉଛି କାହ୍ନା, ଦେଖିଆ କେମିତି ଖାସି ଖୁଆଇବ। ଏ ଭାଇ ନଦୀ ଫଦୀ ଜଙ୍ଗଲ ମଝିରେ ନେଇକି ଯାଉଛୁ କୁଆଡ଼ିକି ରେ, ବିକି ବାକି ଦେବୁନି ଟିକେ ମତେ। ଚାଲେ ଆଗ। ନଈ ପବନ ଖାଇ ଖାଇ ଆମେ ଆସି ପହଞ୍ଚିଗଲୁ ରମେଶ ଭାଇ ମଟନ ପାଖରେ। ପାହାଡ଼ ତଳକୁ ଖସିଲା ଭଳିଆ ମୁଁ ଦୂର ତଳକୁ ଓହ୍ଲେଇକି ପଳେଇଲି। ସେଠି ଗଲା ବେଳକୁ ଦେଖିଲି ପୁରା ଯେମିତି ମୟୂରଭଞ୍ଜ ବାଲେଶ୍ୱର ଯେମିତି ପୁରା ସୁନ୍ଦରିଆ ପୁରା ଚାଳିଆ ଘର ଭଳିଆ ପୁରା ହେଇଛି। ସେଠି ପୁରା ନନା ସାଇଜରେ ବାଢ଼ି ଦେଲେ ଆମର ମଟନ ଆଣିକି ଦେଇଦେଲେ। ମୁଁ ପୁରା ଝୋଳ ଦେଖିକି ପୁରା ଫିଦା। ଭାତରେ ଆଗ ଢାଳିଦେଲି ଝୋଳ ଟିକେ, ଗୋଳେଇ ଦେଲି। ଓହ, ମଟନଟାକୁ ଚିପି ପକେଇଲା ବେଳକୁ ପୁରା 24 କ୍ୟାରେଟ୍ ମଟନ, ଯାହା କୁହ ପଛେ। ଭାତରେ ଗୋଳେଇ ଦେଲି। ଭାତରେ ଗୋଳେଇ ଭାବିଲି ଟିକେ ନାକୁ ମଟନ ନେବି, ତାର ଭାବିଲି ନା ଟିକେ ନାକୁ କ'ଣ ନେବି, ପୁରା ଗୋଟା ପୁରେଇ ଦେବି ଛେଳି ଆଉ ପାଟିରେ ଆଉ ପୁରେଇ ଦେଲି। କ'ଣ କେମିତି ଲାଗିଲା ଯୋଉଟା ଆଣିଲି? ପୁରା ମୟୂରଭଞ୍ଜ କି ବାଲେଶ୍ୱର କି ବାରିପଦା ଯୋଉ କନ୍ଧ ଏରିଆ ଭଳିଆ ପୁରା ଲାଗିବ। ମଟନ ଜବରଦସ୍ତ।